କୋବି ତ ଆପଣମାନେ ପ୍ରତ୍ୟେକ ବେଳେ ତରକାରୀ ଭଜା କରିନା ଖାଆନ୍ତି। ଥରେ ଆଜି ଏଇ ମସଲା ଦେଇକିନା କରନ୍ତୁ, ଏଇ ପ୍ରୋସେସରେ କରନ୍ତୁ, ଦେଖିବେ ଖାଇବା ପାଇଁ ବହୁତ ଭଲ ଲାଗିଥାଏ। ଆଉ ତା ଏଇ ଯୋଉ ଗ୍ରେଭିଟି ବହୁତ ଭଲ ବହଳିଆ ମଧ୍ୟ ହେଇଥାଏ, ବହୁତ ଟେଷ୍ଟ ଲାଗିଥାଏ। ତ ଦେଖନ୍ତୁ ଆମେ କଣ କଣ ମସଲା ଦେଇକିନା କରିଛେ, କେମିତି କରିଛେ। ଭାବୁଛି ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ବଢିଆ ହିଁ ହବ। ଭିଡ଼ିଓଟି ଯଦି ଭଲ ଲାଗେ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସବସ୍କ୍ରାଇବ କରିବେ। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଗାୟତ୍ରୀ ମାନସ। ଆପଣଙ୍କୁ ସ୍ୱାଗତ ଅଛି ରୋଷେଇ with ମାନସୀରେ। ପ୍ରଥମେ ତରକାରୀ ପାଇଁ ଚଳନ୍ତୁ ଗୋଟେ ମସଲା ହିଁ ପ୍ରସ୍ତୁତ କରିବା। ଏବେ ଦେଖନ୍ତୁ ମୁଁ ରିଫାଇନ ତେଲ ନେଇଯାଇଛି। ଏଠି ମୁଁ ଅଳ୍ପ ଟିକେ ପକେଇବା କଥା କିନ୍ତୁ ଟିକେ ଅଧିକ ପକେଇଦେଲି, ସେଇଥିରେ ମୁଁ କୋବି ହିଁ ଭାଜିଦେବି। ଆପଣ ଟିକେ ମସଲାଟା କମ ବେଶୀ କରିପାରିବେ ତେଲଟାକୁ। ଏଠି ଦେଖନ୍ତୁ ତେଲ ଗରମ ହେଇଗଲା ପରେ ଏଠି ଆମେ ଜିରା ଗୋଟେ ଚାମଚ ପକେଇଦେଲେ। ସେଥିରେ ପକେଇଦେଲେ ଆମେ ଅଦା ପକେଇ ଦେଇଛନ୍ତି। ରସୁଣ ବି ପଳେଇଛି ସେଥିରେ, କିନ୍ତୁ ରସୁଣ ଅଧିକ ପକେଇବା। ଦେଖନ୍ତୁ ରସୁଣ, ପିଆଜ ଆଉ କଞ୍ଚା ଲଙ୍କା ରାଗ ଆକାର ମୁଁ ଗୋଟିଏ ନେଇଛି, ଯେହେତୁ ଆମ ଝିଅ ଖାଇବ ତେଣୁକରି ରାଗଟା ନିଜ ଅନୁସାରେ କରିବେ। ଦେଖନ୍ତୁ ପ୍ରଥମେ ମସଲାଟାକୁ ଆମେ ଭାଜିକି କରିବା, ବହୁତ ଭଲ ଲାଗେ ମସଲାର ଗ୍ରେଭିଟା। ଆଉ ବହୁତ ଗୁଡା ଟେଷ୍ଟ ହୁଏ। ଦେଖନ୍ତୁ ଦୁଇଟା ଟମାଟୋ ମଧ୍ୟ ନେଇଛି। ସବୁ ଜିନିଷ ଆମେ ଏକାଥରେ ଦେଖନ୍ତୁ ଦେଇଦେଲେ, ଗୋଟେ ମିନିଟ୍ ଫରକରେ ଦେଇଦେଲେ ୟାକୁ ଟିକେ ପୁରା ଭଲକି ଭାଜିଦବା। ଭାଜି ହେଇଗଲା ପରେ ସେଇଟା ଆମର ମସଲା ହିଁ ହବ। ଆମେ ସବୁବେଳେ କଞ୍ଚା କରନ୍ତି ମସଲା, କିନ୍ତୁ ଥରେ ଏମିତି ଭାଜିକିନା କରନ୍ତୁ, ଦେଖିବେ ତା ଟେଷ୍ଟଟା କେତେ ସ୍ୱାଦ ଲାଗୁଛି। ଆଉ ଆପଣ ବି ଥରେ ଖାଇଲେ ବି ଆଉ ଥରେ ବାରମ୍ବାର ଖାଇବା ପାଇଁ ବହୁତ ବଢିଆ ଇଚ୍ଛା ହବ ମଧ୍ୟ। ଏବେ ଦେଖନ୍ତୁ ସେ ଆସ୍ତେ ଆସ୍ତେ ଆମର ହେଇଗଲାଣି ମସଲାଟି। ଦେଖନ୍ତୁ ମୋର ରେଡି ହେଇଗଲା ଏଠି। ଏବେ ଦେଖନ୍ତୁ ପ୍ଲେଟକୁ କାଢିଦେଲେ, ଆକୁ ଥଣ୍ଡା ହେବା ପାଇଁ ଛାଡିଦବା, ନହେଲେ ଗରମ ଗରମ ମସଲା ଉଠିଲେ ମସଲାଟା ମାନେ ଛିଞ୍ଚାଡି ଦବ ଗ୍ରାଇଣ୍ଡର। ଏବେ ଦେଖନ୍ତୁ ମୁଁ ଗୋଟେ କୋବି ନେଇଛି। କୋବିର ପାଖୁଡାଟା ମୁଁ କାଢି ଦେଇଛି, କାହିଁକି ନା କୋବି ଡାଙ୍ଗଟା ବି ମୋର ରୋଷେଇ ଘରେ ଅଛି। ତାକୁ ମୁଁ ଆଜି ଅଲଗା କରିବି, କିନ୍ତୁ ଏକାଠି କରିବିନି। ସେଥିପାଇଁ ଦେଖନ୍ତୁ କୋବିକି ନିଜ ଇଚ୍ଛା ଅନୁସାରେ ସାଇଜ ଦେଖିକିନା କରିକି ନେଇଯିବେ। କାଟିଦେବେ, ପ୍ରଥମେ କାଟିଦେବେ। ତାକୁ କାଟିକି ଟିକେ ପାଣିରେ ପକେଇଦେବେ, ତାପରେ ଭାଜିବେ। ଦେଖନ୍ତୁ ମୁଁ ଏସବୁ ମାନେ ଟିକେ ଟିକେ ବଡ ଯେହେତୁ ଅଛି, ତାକୁ ଟିକେ କାଟିଦେଇଛି, ନହେଲେ ଆପଣ ଲମ୍ବା ଆକାର ନେଇପାରିବେ। ଏବେ ଦେଖନ୍ତୁ ମୁଁ ସେଇ କଡେଇରେ ହିଁ ଏବେ ଟିକେ ଆମେ ପ୍ରଥମେ ରିଫାଇନ ତେଲ କରିଥିଲେ, ଏବେ ସୋରିଷ ତେଲ କରିବା। ଆପଣ ଜାଣିଥିବେ କୋବି ତରକାରୀଟା ସବୁବେଳେ ସୋରିଷ ତେଲ କଲେ ବହୁତ ଭଲ ଟେଷ୍ଟ ଆସିଥାଏ। ଏବେ ଦେଖନ୍ତୁ ତେଲ ଗରମ ହେଇଗଲା ପରେ ଆମେ କୋବି ଦେଇଦେଲେ। ସେଥିରେ କଲର ଲଙ୍କା, ହଳଦୀ ଗୁଣ୍ଡ ଟିକେ ଦେଇଦେଲେ, ଯାହା ଦ୍ଵାରା କୋବିଟା କଲର ବହୁତ ବଢିଆ ହିଁ ଆସିବ, ବହୁତ ଭଲ ହିଁ ଲାଗିବ। ଏବେ ଦେଖନ୍ତୁ କୋବିକି ଏବେ ଆମେ ଦେଇଦେଲେ, ଆଉ ତାପରେ ଆମେ ବି ଆଳୁ ବି ଆଡ କରିବା। ଯେହେତୁ କୋବି ଆଳୁକୁ ଉଭୟକୁ ନେଇକି ତରକାରୀ କରୁଛେ, ଏଠି ବି ଦିଟା ଆଳୁ ପକେଇବା। ଏଠି ମୁଁ ବଡ ବଡ ଆଳୁ ଦିଟା ନେଇଛି କାଟିକି। ତାକୁ କାଟିକି ଦେଖନ୍ତୁ ମୁଁ ଏଇ ସମୟରେ ଆଉ ଟିକେ ତେଲ ପକେଇଲା ସମୟରେ ବିଡି ଟିକେ ପଚେଇ ଯାଇଥିଲା, ଯାହା ଦ୍ୱାରା ମାନେ ବିଡିଟା ମୁଁ ଦେଖେଇ ପାରିନଥିଲି। କାହିଁକିନା ମତେ ଟିକେ ତେଲ କମ ଲାଗିଲା କୋବି ପାଇଁ। ଆଉ ଯେତେବେଳେ ଆମେ ଆଳୁ ପକେଇବା, ସେଥିପାଇଁ ଏବେ ଦେଖନ୍ତୁ ଟିକେ ଘୋଡେଇ ଦେଲେ। ଟିକେ ମାନେ ଗୋଟେ ମିନିଟ୍ ପାଇଁ ଘୋଡେଇ ଦେଲେ। ଦେଖନ୍ତୁ ଏଇଠି ମୁଁ ହିଁ ତେଲ ଆଡ କରିଥିଲି। ତେଲ ଆଡ କଲା ପରେ ଦେଖନ୍ତୁ ଟିକେ ଲୁଣ ପକେଇଦେଲି। ଏବେ ମୋର କୋବି ଭଜା ଟିକେ ହାଲକା ଭାବରେ ହେଇ ଆସିଲାଣି। ଏଇ ସମୟରେ ମୁଁ ଆଡ କରିଦେବି ଆଳୁ। ଦେଖନ୍ତୁ ମୁଁ ଦୁଇଟା ବଡ ବଡ ଆଳୁ କାଟିକି ନେଇଛି। ଏବେ ଦେଖନ୍ତୁ ଆଳୁ କୋବି ଉଭୟକୁ ଭଲ ଭାବେ ମିକ୍ସ କରିଦେଲେ, ଯାହା ଦ୍ୱାରା ଆମର ଯୋଉ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ସବୁ ମିକ୍ସ ହେଇଯିବ। ଆଉ ଭଲ କଲର ଆସିବ, ଭଲ ଭାବେ ଭାଜି ହେଇଯିବ। ସେଥିପାଇଁ ଟିକେ ଘୋଡେଇ ଦେଲେ ବହୁତ ବଢିଆ। ଏବେ ଦେଖନ୍ତୁ ଯୋଉ ତେଲ ଦେଇଥିଲି ଆମର, ଦେଖନ୍ତୁ ତେଲ ଦ୍ଵାରା ଆମର ଭଲରେ ଭାଜିବା ହେଇଗଲାଣି। ଆମେ ଏଠି ରିଫାଇନ ତେଲରେ ଭାଜିଥିବା ମସଲାଟା, ତାପରେ ଦେଖନ୍ତୁ ସୋରିଷ ତେଲରେ ଆମେ ଏବେ କରୁଛେ। ତାପରେ ଏଇଠି ଯୋଉ ତେଲଟା ବଳି ପଡିବ, ସେଇ ତେଲଟା ହିଁ ଆମେ ତରକାରୀ ହିଁ ଆଡ କରିଦବା। ଏବେ ଦେଖନ୍ତୁ ୟାକୁ ଟିକେ କାଢିଦବା। ଯେତେବେଳେ କୋବି ଟିକେ ପୁରା ହାଲକା ଭାଜି ହେଇଯିବ, ସେଇ ସମୟରେ କାଢିଦେବେ। କାଢି ଦେଇକି ଆଉ ଯୋଉ ସବୁ କୋବି ଆଳୁ ଅଛି, ସେ ମଧ୍ୟ ଭାଜି ହେଇଯିବ। ସବୁ ତକ ଭଲ ଭାବେ ଭାଜି ହେଇଗଲା ପରେ, ଯେତିକି ତେଲ ବଳିଲା ସେଥିରେ ଆମେ ଅଳ୍ପ ଟିକେ ଆଉ ତେଲ ଆଡ କରିବା। ଦେଖନ୍ତୁ ଏବେ ଦେଖନ୍ତୁ ଯୋଉ ମସଲା ଆମେ କରିଥିଲେ, ସେଇ ସବୁ ଭଲ ଭାବେ ଥଣ୍ଡା ହେଇଗଲାଣି। ତାକୁ ଏବେ ବାଟିବା, ବାଟିକି ପୁରା ପେଷ୍ଟ କରିଦବା। ପେଷ୍ଟ ଆମର ରେଡି ହେଲା ଭିତରେ ଦେଖନ୍ତୁ ମୋର ଏଠି ମୋ କୋବି ଆଳୁ ମଧ୍ୟ ରେଡି ହେଇଯାଇଛି, ସେପଟେ ମୋର ପେଷ୍ଟ ମଧ୍ୟ ରେଡି ହେଇଯାଇଛି। ଯାହା ବି କଡେଇରେ ଲାଗିଛି, ଆପଣ ଅନ୍ୟ ଗୋଟେ କଡେଇରେ କରିପାରିବେ, କିମ୍ବା ସେ କଡେଇ ମଧ୍ୟ କରିପାରିବେ। ଟିକେ ପିଠା ଖଡକା ଧରିଲେ ସେ ଆରାମ ସେ ସବୁତିକ ବାହାରି ଯିବ। ତାପରେ ତେଲ ଯେତିକି ରହିଯାଇଛି, ଦେଖନ୍ତୁ ମୁଁ ଏବେ ସଫା ହେଇଗଲା। ମୁଁ ସେଇ ତେଲରେ ହିଁ ରୋଷେଇ କରିବି। ଏ ଦେଖନ୍ତୁ ତେଲ ତ ଅଲରେଡି ଗରମ ଅଛି, ଆଉ ଟିକେ ତେଲ ଆଡ କଲେ ଯେହେତୁ ମସଲା ନବା। ଏଠି ଦେଖନ୍ତୁ ଟିକେ ଗରମ ମସଲା ପକେଇଦେଲେ। ଆମେ ଗରମ ମସଲା ଟା ଛେଚିକି ଆମେ ଲାଷ୍ଟରେ ପକେଇବା, କିନ୍ତୁ ଏମିତି ଗୋଟା ପକେଇଲେ ବି ମସଲା ପତ୍ର ନ ପକେଇଲେ ଚଳିଯିବ। ଦେଖନ୍ତୁ ଗୋଟା ମସଲା ଫୁଟିଗଲା ପରେ, ଏଠି ଆମେ ନେଇଗଲେ ଯୋଉ ମସଲା ଆମେ ବାଟିଲେ ସେ ମସଲାକୁ। ଆପଣମାନେ ଭାବୁଥିବେ ଗୋଟା ମସଲା କଣ, କେବଳ ଡାଲଚିନି, ଜିରା, ତେଜପତ୍ର, ଗୋଲମରିଚ, ଲବଙ୍ଗ, ଗୁଜୁରାତି, ଗୋଟା ଅଳେଇଚ।
ବାସ୍ ଏତିକି ହିଁ ମସଲା, ଗରମ ମସଲା। ଆମେ ତାକୁ ଚୁରିକି ଦେଇଥାନ୍ତୁ, ନ ଚୁରିକି ଆମେ ତାକୁ ଗୋଟା ଫୁଟେଇ ଦେଲେ। ଏବେ ଦେଖନ୍ତୁ ଏଇ ମସଲାକୁ ଦେଇଦେଲେ, ଏବେ ତ ମସଲା ଟା ଭଲ ଭାବେ କଷିଦବା। ଯେତେବେଳେ ଆମେ ଭାଜି ହେଇଥିଲା, ଏବେ ଦେଖନ୍ତୁ ଆଉ ଟିକେ ଭଲ କଲର ପାଇଁ ଟିକେ ଆମେ ହଳଦୀ ଗୁଣ୍ଡ ଆଉ ଟିକେ କଲର ଲଙ୍କା ଆଡ କରିବା। ଯଦି ଆପଣ ରାଗ ଖାଇବା କଥା ତାହେଲେ ଦେବେ, ଯେତେ ବି ଏଠି ଲଙ୍କା ଗୁଣ୍ଡ ମଧ୍ୟ ପକେଇ ପାରିବେ, କିନ୍ତୁ ଆମର ଯେହେତୁ ଛୁଆ ଅଛି ତେଣୁକରି ଆମର ଏଠି ମୁଁ ଲଙ୍କା ବେଶୀ ଆଉ ଆଡ କରିନି। ଦେଖନ୍ତୁ ଆମେ କୋବିର ଅଳ୍ପ ଟିକେ ସ୍ଲାଇଟ୍ ଲୁଣ ପକେଇଦେଲେ, ଏବେ ମସଲା ଲୁଣ ପକେଇଦେଲେ, ତରକାରୀ ଅନୁସାରେ ଲୁଣ ପକେଇଦେଲେ। ଆପଣ ଚାହିଁଲେ ବି ଲୁଣଟାକୁ ପଛରେ ମଧ୍ୟ ଆଡ କରିପାରିବେ। ଏବେ ଦେଖନ୍ତୁ ତାପରେ ମୁଁ ଏଠି ପକେଇଛି କେବଳ ମିଟ୍ ମସଲା, ଛୋଟ ପ୍ୟାକେଟ 2ଟା, ଯେତିକି ମୋର ବାହାରିଲା ସେତିକି ମୁଁ ପକେଇ ଦେଇଛି। ଏଠି ମସଲାରେ ଆମେ ଆଉ କିଛି ଆଡ କରିବାନି, ବାସ୍ ଏତିକି ମସଲାରେ ହିଁ ତରକାରୀ କରିବା। ଏଟା ଆପଣ ଦେଖିଲେ ସେ ଯୋଉ ନାଡୁଟା ଭାଙ୍ଗିଥିଲି, ସେ ନାଡୁଟା ହିଁ ପକେଇ ଦେଇଥିଲି ମୁଁ ଏବେ। ଏବେ ଆକୁ ଭଲ ଭାବେ ମିକ୍ସ କରିଦବା। ଆଉ ଦେଖିବେ ମସଲା ଯେତେବେଳେ ଉଠି ଆସିବ, ମାନେ ତେଲ ଛାଡିବ, ସେ ମାନେ ମସଲା ଭଲ ବାସ୍ନା ଗୋଟେ ଆସିଥାଏ। ଏମିତିଟା ଗଡି ଦେଲେ ଜାଣି ହେଇଯାଏ ମସଲାଟା ତେଲ ବାହାରିକି ଆସେ। ଦେଖନ୍ତୁ ତେଲ ଗୁରା ବାହାରି ଗଲାଣି, ଆଉ ମସଲାର ବାସ୍ନା ବହୁତ ବଢିଆ ମଧ୍ୟ ଆସିଲାଣି। ମସଲାଟାକୁ ଯେତିକି କଷିବେ ତାର ଟେଷ୍ଟ ଟା ବଢିଆ ଆସେ ସେଇ ସମୟରେ, ଆଉ ଖାଇବା ପାଇଁ ବହୁତ ଭଲ ଲାଗେ। ଦେଖନ୍ତୁ ତା କଲର ମଧ୍ୟ ଚେଞ୍ଜ ହେଇଗଲାଣି ଆସ୍ତେ ଆସ୍ତେ। ଆଉ ଦେଖନ୍ତୁ ପୁରା ମସଲା ରେଡି ହେଇଯାଇଛି। ଏବେ ଯୋଉ କୋବି ଭାଜିକି ରଖିଥିଲା, ଆମେ ସେ କୋବିକି ଏଥିରେ ଆଡ କରିଦେଲେ। ଏବେ କୋବି ଆଳୁ ମସଲାକୁ ଆମେ ଆଉ 2 ମିନିଟ୍ ପାଖାପାଖି ଭାଜିବା, ଯାହା ଦ୍ୱାରା ମସଲାଟା ଭଲ ମିକ୍ସ ହେଇଯିବ ଆଉ ତରକାରୀଟି ବହୁତ ଭଲ ଟେଷ୍ଟ ଲାଗିବ। ଦେଖନ୍ତୁ ଏମିତି ପୁରା କଷା ହେଇଗଲା, କିନ୍ତୁ ଆମକୁ ଟିକେ ଲଟପଟ ଝୋଳ ଟିକେ ଦରକାର ଆମ ଭାତ କିମ୍ବା ରୁଟି ଖାଇବା ପାଇଁ। ଏବେ ଦେଖନ୍ତୁ ସେଇ ଥାଳିଟା ମୁଁ ଘୋଡେଇ ଦେଲି, ଯାହା ତେଲ ଲାଗିଥିଲା ସବୁ ସେଇଥିରେ ହିଁ ଆଡ ହେଇଗଲା। ଆପଣ ଦେଖିକି ଜାଣିପାରୁଥିବେ, କିନ୍ତୁ ଏ ତରକାରୀ କରିବା ପାଇଁ ନିହାତି ପାଣି ଟିକେ ଗରମ କରିବେ। ଥଣ୍ଡା ପାଣି ବିଲକୁଲ ଦେବେନି, ଥଣ୍ଡା ପାଣି ଦେଲେ ପାଞ୍ଚ ଲାଗେ ଭଲ ଲାଗିବନି। ଏବେ ଦେଖନ୍ତୁ କଷା ମଧ୍ୟ ରେଡି ହେଇଗଲାଣି ଏଠି, ଏବେ ଆଉ 2 ମିନିଟ୍ ହେଇଗଲାଣି। ଏପଟେ ଦେଖନ୍ତୁ ମୁଁ ଗରମ ପାଣି ବସେଇ ଦେଇଥିଲି, ପାଣି ଫୁଟିଥିଲା ମୁଁ ଗୋଟେ କଷା ପାଣି ଦେଇଛି, ମୋର ଯେତିକି ପାଣି ଦରକାର ମୁଁ ସେତିକି ହିଁ ନେବି। ଏବେ ଦେଖନ୍ତୁ ମୁଁ ଏତିକି ପାଣି ଦେଲେ ମତେ ଆଉ ଟିକେ ଲାଗୁଛି ଗ୍ରେଭି ଦରକାର, କାହିଁକି ନା ଆମର ଭାତ ଖାଇବୁ, ଦିପହର ପାଇଁ ଆମେ କରିଥିଲେ ଭାତ ଖାଇବୁ, ତେଣୁକରି ଗ୍ରେଭିଟା ଆପଣଙ୍କ ଅନୁସାରେ କରିବେ। କିନ୍ତୁ ଆମେ ଯୋଉ ମସଲା ବଟିକି କରୁଛେ, ସେ ମସଲା ପାଇଁ ନିହାତି ଟିକେ ପାଣି ଦେବେ, ନହେଲେ ଗ୍ରେଭି ପୁରା ଶୁଖିଶୁଖିଆ ହେଇଯିବ, ପୁରା ଭଜା ଖାଇଲା ଭଳିଆ ଲାଗିବ। ଆପଣ ଦେଖନ୍ତୁ ଏ ଗ୍ରେଭି କି ଦେଖିକି ଜାଣିପାରୁଥିବେ କେତେ ସୁନ୍ଦର ଗ୍ରେଭିଟା ହେଇଛି। ଆଉ ଟିକେ ପାଣି ଦେଇକି ତାପରେ ଘୋଡେଇ ଦବା, ଆଉ 5 ମିନିଟ୍ ପାଇଁ ଫୁଟେଇ ଦବା। ଆମ ତରକାରୀ ଏଠି ରେଡି ହେଇଗଲାଣି ଦେଖନ୍ତୁ। ଆଉ ସବୁ ପରିବା ମଧ୍ୟ ସିଝି ସାରିଲାଣି, ମସଲା ମଧ୍ୟ ଭଲ ବାସ୍ନା ଆସିଲାଣି, ଆଉ ତରକାରୀ ଟି ରେଡି ହେଇଗଲା। ଆକୁ ଆପଣ ଭାତ ସହିତ ଖାଆନ୍ତୁ, ଯାହା ସହିତ ଖାଆନ୍ତୁ। ତାକୁ ତ ମୁଁ ଦିପହରେ କରିଥିଲି ଭାତ ଖାଇବା ପାଇଁ, ଆଉ ମୋ ସ୍ୱାମୀଙ୍କର ଯେତେବେଳେ ଡାଇବେଟିସ୍ ଅଛି, ସେ ତାଙ୍କର ରୁଟି ଖାଇଥିଲେ, ଆମକୁ ବହୁତ ଭଲ ଲାଗିଥିଲା। ଆଉ ତା ଗ୍ରେଭି ଟା ବହୁତ ପୁରା ଟେଷ୍ଟ ଲାଗିଥିଲା। ଦେଖନ୍ତୁ କୋବି ମଧ୍ୟ ସିଝି ଗଲାଣି। ଆଶା କରୁଛି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଏବେ ଦେଖନ୍ତୁ, ଯଦି ଆପଣ ପ୍ରଥମେ ଗୋଟେ ସାନ ଫୁଟିରେ ଗଲେ, ଏବେ ଗରମ ମସଲା ପକେଇଦେବେ, ଧନିଆ ପତ୍ର ପକେଇଦେବେ, ଆଉ ତରକାରୀ ଆମର ଏଠି ରେଡି ହେଇଗଲା। ଆଉ ଦେଖୁ ଥଣ୍ଡା ହେଲା କେତେ ସୁନ୍ଦର ଦେଖାଯିବ, ତା ବାସ୍ନା ତ ବହୁତ ବଢିଆ ମହକି ବାସ୍ନା ଆସିବ, ବହୁତ ଭଲ ଲାଗେ ଖାଇବା ପାଇଁ। ତାହେଲେ ଏବେ ରହିଲି, ଆମେ ଚାଲିଲୁ ଏବେ ଭାତ ଖାଇବା ପାଇଁ। ଆଉ ଆପଣ ମାନେ ଭାତ ରୁଟି ସହିତ ଖାଆନ୍ତୁ। ଆମେ ତ ଭାତ ସହିତ ଖାଇଥିଲୁ, ଆଉ ମୋ ସ୍ୱାମୀ ମଧ୍ୟ ରୁଟି ସହିତ ଖାଇଥିଲେ। ଏବେ ଦେଖନ୍ତୁ ମୁଁ ଭାତ ରୁଟି ଆଉ ତରକାରୀ ଏଠି ବାଢି ଦେଇଛି, ଆପଣଙ୍କ ଇଚ୍ଛା ଆପଣ ଯାହାବି ଖାଆନ୍ତୁ, ବହୁତ ଭଲ ଲାଗିବ। ଆଉ ଆଶା କରୁଛି ବହୁତ ଭଲ ଲାଗିଥିବ। ରହିଲି, ଧନ୍ୟବାଦ, ଜୟ ଜଗନ୍ନାଥ, ଜୟ ମହାଦେବ, ନମସ୍କାର।